ଅକ୍ଷୟ କୁମାରକୁ ମାଇଲା ଅକ୍ଷୟ କୁମାର। ଆଉ ଗୋଟେ ପୁଅ ରାବଣର ଯୋଉ ଦିନ ମରିଗଲା ଇନ୍ଦ୍ରଜିତ, ଇଏ ଇନ୍ଦ୍ରଜିତକୁ ମାଇଲା ଇନ୍ଦ୍ରଜିତ। ତୁ ବୁଝିପାରୁନୁ ବୋଲି କହୁଛୁ ଭୁଲ। ଯେତେବେଳେ ଆମେ ବୁଝି ନ ପାରିବା ଆମକୁ ଭଲ ଲାଗିବନି। ବୁଝି ନ ପାରିଲେ ଆମେ କହିବା ଭୁଲ। କହିଲା ତୁମେ ଭାଗବତ ଦେଖିବେ ତୋର ଗୋଟେ ଦିନ 14 କିନ୍ତୁ ବ୍ୟସ୍ତ ଚାପ। ତୁମେ ରାମାୟଣ ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ଭାଗବତ ତୁମେ ରାମାୟଣ ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ଗୀତାର ଅମୃତ ଉଚ୍ଚାରଣ ହେ ନାରାୟଣ 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 ହେ ନାରାୟଣ ହେ ନାରାୟଣ ହେ ନାରାୟଣ ନାରାୟଣ ହେ ନାରାୟଣ ତୁମେ ଭାଗବତ ତୁମେ ରାମାୟଣ ତୁମେ ଭାଗବତ ତୁମେ ରାମାୟଣ ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ଗୀତାର ଅମୃତ ଉଚ୍ଚାରଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ। ଆଉ ପଣ୍ଡିତ ମଣ୍ଡଳୀ ମୋର ମଣ୍ଡିତ ସଭାରେ ନାରାୟଣ ହେ ନାରାୟଣ କୁହନ୍ତୁ କିପରି କୃଷ୍ଣ ସତ୍ୟ ନାରାୟଣ ହେବେ ଭଲେ ନାରାୟଣ। କୃଷ୍ଣକୁ ନ ପାଇ ପଣ୍ଡିତ ମଣ୍ଡଳୀ ଗାଈ ଘାସ ଚରିଲେ ନାହିଁ ହେ ନାରାୟଣ। କୃଷ୍ଣକୁ ନ ପାଇ ବସନ୍ତ ଋତୁରେ କୋକିଳ ଗାଇଲେ ନାହିଁ ହେ ନାରାୟଣ ହେ ନାରାୟଣ। କୃଷ୍ଣକୁ ନ ପାଇ ପଣ୍ଡିତ ମଣ୍ଡଳୀ ପଶୁ ଖାଦ୍ୟକୁ ଗ୍ରହଣ କଲେ ନାହିଁ ହେ ନାରାୟଣ। କୃଷ୍ଣକୁ ନ ପାଇ ଗୋପପୁରରେ ତ ସବୁ ଶୁଖିଲା ଦିଶଇ ହେ ନାରାୟଣ। କିନ୍ତୁ ପଣ୍ଡିତ ମଣ୍ଡଳୀ ଗୋପାଙ୍ଗନା ମାନଙ୍କର ନେତ୍ର ନୀର ହେ ନାରାୟଣ। ଯମୁନା ନଦୀ କି ଦ୍ୱିଗୁଣିତ କରେ ଶୁଣ ପଣ୍ଡିତ ବଧିର ହେ ନାରାୟଣ। ଶୁଣ ପଣ୍ଡିତ ସୁଧୀର ହେ ନାରାୟଣ ହେ ନାରାୟଣ। ଗୋପାଙ୍ଗନା ମାନଙ୍କର ନେତ୍ରମ୍ବୁ ଯମୁନାକୁ 2 ଗୁଣ କରେ ଶୁଣ ପଣ୍ଡିତ ସୁଧୀର ହେ ନାରାୟଣ ହେ ନାରାୟଣ। ଶୁଣନ୍ତୁ ବାବୁମା, ସୂର୍ଯ୍ୟ ନାରାୟଣ ସତ୍ୟନାରାୟଣ ହେଲେ ନାହିଁ, ଅନନ୍ତ ନାରାୟଣ ଯଜ୍ଞ ନାରାୟଣ କୃଷ୍ଣ ନାରାୟଣ ସତ୍ୟନାରାୟଣ ହେଲେ ନାହିଁ। ସତ୍ୟନାରାୟଣ ହେବେ କିଏ? ତାହେଲେ ସତ୍ୟନାରାୟଣ କିଏ? ଏଇ ବେଳ ପଇଲେ 5 ରାତି ହବ ଖାଲି ସତ୍ୟନାରାୟଣ। ଆଉ ଜଣେ ନାରାୟଣକୁ ଆଣିଆ ବାପା କହିଲା ଇଏ ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କେଶବ କଂସାରେ ହରେ ବୈକୁଣ୍ଠ ବାମନ। ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ସାରେ ଆଉ ଜଣେ ରାମ ନାରାୟଣ ହେଲେ ସେ କିଏ ନା ରାମ ନାରାୟଣ। ଆଜ୍ଞା କୁହନ୍ତୁ ଆଜ୍ଞା ରାମ ନାରାୟଣ ହେବେ ନା ନାଇଁ? ରାମ ନାରାୟଣ ଅନନ୍ତ। ତାହେଲେ ରାମ ନାରାୟଣ ତାଙ୍କ ବିଷୟରେ ତର୍ଜମା କରିବା ସେ ସତ୍ୟନାରାୟଣ ହେବେ କି ନାହିଁ? ଠିକ କଥା। ସେଦିନ ଚାଲିଛି ସିଂହଳ ଦ୍ୱୀପରେ ଦ୍ରାବିଡ ଆର୍ଯ୍ୟର ଯୁଦ୍ଧ। ଆଜ୍ଞା କଣ ଦ୍ରାବିଡ ଆର୍ଯ୍ୟର ଯୁଦ୍ଧ? ସାର୍ ମାନେ ବିଚାର କରନ୍ତୁ।
ରାବଣ ଚାହୁଁଥିଲା ସାରା ଆର୍ଯ୍ୟାବର୍ତ୍ତରେ ତା ଦ୍ରାବିଡ ସଂସ୍କୃତି କି ପ୍ରଚାର କରିବାକୁ। ଏଇ ଦ୍ରାବିଡ ସଂସ୍କୃତି କି ପ୍ରଚାର କରିବାରେ ବିରୋଧ କରିବାରୁ ଅଯୋଧ୍ୟାର ଜଣେ ରାଜା ଅନରନ ତାକୁ ନିର୍ମମ ଭାବେ ରାବଣ ମାରିଦେଇଛି। ତାକୁ ନିର୍ମମ ଭାବେ ମାରିଦେଇଛି। ଇଏ ଆର୍ଯ୍ୟ ଧର୍ମକୁ ପ୍ରଚାର କରିବା ପାଇଁ ଭଗବାନ ରାମ ପ୍ରୟାସୀ ହେଇଛନ୍ତି। ରାମ ଯେତେବେଳେ ଆର୍ଯ୍ୟ ଧର୍ମକୁ ପ୍ରଚାର କରିବାକୁ ଯାଇଛନ୍ତି, ପଣ୍ଡିତ ଆପଣ ମାନେ ବିଚାର କରନ୍ତୁ, ଚାଲିଛି ରାମ ରାବଣଙ୍କର ଯୁଦ୍ଧ କୋଉଠି? ଲଙ୍କାରେ। ଲଙ୍କାଗଡରେ ରାମ ରାବଣଙ୍କର ଯୁଦ୍ଧ ଚାଲିଲା ବେଳେ ରାବଣ ପକ୍ଷରୁ ସୈନ୍ୟମାନେ ଧୀରେ ଧୀରେ କମି କମି ସରି ସରି ଯାଉଛନ୍ତି। ଯଦି ଭାରତର ପାକିସ୍ତାନର ଯୁଦ୍ଧ ହୁଏ, ଦି ଜଣ ଯାକ ଜିତିବେ କି? ଓହୋ, ଜଣେ ଜିତିବ ଜଣେ ହାରିବ। ଯିଏ ହାରିବେ ତାର ସୈନ୍ୟମାନେ କମିଯିବେ। ରାବଣ ରାମଙ୍କ ସାଙ୍ଗରେ ଯୁଦ୍ଧ କଲା ବେଳେ ରାବଣର ସୈନ୍ୟମାନେ ଧୀରେ ଧୀରେ ରାମଙ୍କ ସୈନ୍ୟ ଦ୍ୱାରା ମରି ମରି ସରି ସରି ଗଲେ। କିନ୍ତୁ ମୋ ମା ମାନେ ଜ୍ଞାନୀ ମାନେ ଶୁଣ, ରାବଣ ଅନ୍ୟ କୋଉ ଘରୁ ସୈନ୍ୟ ରଖିନେଇ, ତାର ପିଲାମାନଙ୍କୁ ସୈନ୍ୟ ବିଭାଗରେ ଚାକିରି ଦେଇଛି। ସେତେବେଳେ ରାଜା ମାନେ ନିଜେ ଯୁଦ୍ଧ କରୁଥିଲେ। ଏବେ ଯିଏ ଦେଶ ଦାୟିତ୍ୱ ନେଇଛନ୍ତି ତାଙ୍କ ପଛରେ ଆହୁରି ଦିଅଣ୍ଟା ପୋଲିସ ତାଙ୍କୁ ଜଗିଛନ୍ତି, କାଳେ କିଏ ତାଙ୍କୁ ମାରି ପକେଇବ। ଠିକ ନା ଭୁଲ? ଏଇ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଯୁଦ୍ଧ କରିଥିଲେ। ସେତେବେଳେ ରାଜା ମାନେ ନିଜେ ଯୁଦ୍ଧ କରୁଥିଲେ। ଏବେ ମୁଁ ସମାଲୋଚନା କରୁନି କାହାକୁ, ଗଣତନ୍ତ୍ରରେ ମନ୍ତ୍ରୀ ମାନେ ଯୁଦ୍ଧ କରୁଛନ୍ତି? ରାବଣ ବିଚାର କଲା, ମୁଁ କାହିଁକି ଅନ୍ୟ ଘରର ମାର ପୁଅକୁ ଆଣିକି ରଖିବି? ସେ ଯୁଦ୍ଧ କଲା ବେଳେ ମରିଯିବ, ତା ସ୍ତ୍ରୀ କାନ୍ଦିବ, ତା ମା କାନ୍ଦିବ, ମୋରି ପିଲାମାନେ ଦେଶ ପାଇଁ ଜୀବନ ଦେବେ। ତେଣୁ ଯେତେବେଳେ ରାବଣର ପିଲାମାନେ ମରି ଯାଉଛନ୍ତି, ଇଏ ଦୁନିଆରେ ପ୍ରତ୍ୟେକ ବାପା ମା କେହି ଚାହାନ୍ତିନି ତାଙ୍କ ଆଖି ଆଗରେ ତାଙ୍କ ପିଲାର ଜୁଇ ଜଳୁ। କୋଉ ବାପା ମା ଦିନେ ବିଚାର କରେ କି ନାଇଁ ମୋ ଆଖି ଆଗରେ ମୋ ପିଲାର ଜୁଇ ଜଳୁ? ସବୁ ବାପା ମାଙ୍କର ଲକ୍ଷ୍ୟ ଆମେ ଆମ ପିଲାମାନଙ୍କ କାନ୍ଧରେ ମଶାଣି ଭୁଇଁକି ଯିବା। କିନ୍ତୁ ମୋ ମା ମାନେ ଜ୍ଞାନୀ ମାନେ ଯୋଉ ଜାଗାରେ ଭାଗ୍ୟର ବିଡମ୍ବନା, ବାପା ମାଙ୍କ ଆଗରେ ପୁଅର ଶବ ଯିବ ମଶାଣିକି, ଛାତି ଫାଟିଯିବ। ଯେତେବେଳେ ମନ୍ଦୋଦରୀ ଆଖି ଆଗରେ ପିଲାମାନେ ଆଜି ବୀରଗତି ପ୍ରାପ୍ତି ହଉଛନ୍ତି, ମନ୍ଦୋଦରୀର ଛାତି ଫାଟି ଯାଉଛି। ପୁଣି ଯୋଗ୍ୟ ପୁଅ ମାନେ ବେଳେ ବେଳେ ଚାଲି ଯାଉଛନ୍ତି। ଗୋଟିଏ କଥା କହିବି, ରାବଣର ଗୋଟେ ଯୋଗ୍ୟ ପୁଅ ମରିଗଲା, କିଏ ଜାଣିଛୁ? ଅକ୍ଷୟ କୁମାର। ଅକ୍ଷୟ କୁମାରକୁ ମାଇଲା କିଏ? ଅକ୍ଷୟ କୁମାରକୁ ଅକ୍ଷୟ କୁମାର ମାଇଲା। ଅକ୍ଷୟ କୁମାରକୁ ଅକ୍ଷୟ କୁମାର ମାଇଲା। ବାପା ରୁହ, ପାଟି କର। ଅକ୍ଷୟ କୁମାରକୁ ମାଇଲା ଅକ୍ଷୟ କୁମାର। ଆଉ ଗୋଟେ ପୁଅ ରାବଣର ଯୋଉ ଦିନ ମରିଗଲା ଇନ୍ଦ୍ରଜିତ, ଇଏ ଇନ୍ଦ୍ରଜିତକୁ ମାଇଲା ଇନ୍ଦ୍ରଜିତ। ସାରେ କହୁଛନ୍ତି ବୁଝୁନୁ। ଇନ୍ଦ୍ରଜିତକୁ ସାରେ ଇନ୍ଦ୍ରଜିତ ମାଇଲା, ଅକ୍ଷୟ କୁମାରକୁ ମାଇଲା ଅକ୍ଷୟ କୁମାର। ଆଜି ଗୁଳୁଗୁଳି ଗରମ ପାଇଁ ଅକ୍ଷୟ କୁମାରକୁ ମାଇଲେ ହନୁମାନ, ଇନ୍ଦ୍ରଜିତକୁ ମାଇଲେ ଲକ୍ଷ୍ମଣ। କଣ କହିଲୁ? ଇନ୍ଦ୍ରଜିତକୁ ମାଇଲେ ଲକ୍ଷ୍ମଣ, ଅକ୍ଷୟ କୁମାରକୁ ମାଇଲେ ହନୁମାନ। ତୋ କଥା ଠିକ, ମୋ କଥା ଠିକ। ମୋ କଥା ସବୁ ବାବୁମାନେ ବୁଝିଗଲେ। ଆଜ୍ଞା, ଅକ୍ଷୟ କୁମାରକୁ ମାରିଛି କିଏ? ହନୁମାନ। ଇନ୍ଦ୍ରଜିତକୁ ମାରିଛି କିଏ? ଲକ୍ଷ୍ମଣ। ମୁଁ କହିଲି ଇନ୍ଦ୍ରଜିତକୁ ମାରିଛି ଇନ୍ଦ୍ରଜିତ ବା ଜିତେନ୍ଦ୍ରିୟ, ଅକ୍ଷୟ କୁମାରକୁ ମାରିଛି ଅକ୍ଷୟ କୁମାର। ତୁ ବୁଝିପାରୁନୁ ବୋଲି କହୁଛୁ ଭୁଲ। ଯେତେବେଳେ ଆମେ ବୁଝି ନ ପାରିବା ଆମକୁ ଭଲ ଲାଗିବନି। ବୁଝି ନ ପାରିଲେ ଆମେ କହିବା ଭୁଲ। ଠିଆ। ହନୁମାନ କାହା ପୁଅ? ପବନଙ୍କ ପୁଅ।
ପବନର ଅନ୍ୟ ନାମ ଅକ୍ଷୟ। ଅକ୍ଷୟ। କ୍ଷୟ ହବ ପବନ? ନା ତାର କୁମର କିଏ? ହନୁମାନ ଅକ୍ଷୟ କୁମର ରାବଣ ପୁଅ ମାଇଲା ଅକ୍ଷୟ କୁମର ହନୁମାନ। ବୁଝିଗଲା ହେଲେ ଅକ୍ଷୟ କହିଲେ ପବନ, ଆଜ୍ଞା। କୁମର କହିଲେ ପୁଅ। ପବନ ପୁଅ ହନୁମାନ ମାଇଲା ରାବଣ ପୁଅ ଅକ୍ଷୟ କୁମରକୁ। ହେଲେ ଇନ୍ଦ୍ରଜିତକୁ ମାରିଛି ଲକ୍ଷ୍ମଣ ବୋଲି ମୁଁ କହିଲି। ଜିତେନ୍ଦ୍ରିୟ ଲକ୍ଷ୍ମଣ ଇନ୍ଦ୍ରଜିତୁ କଣ ମନକୁ ମାରିଲେ? ନାଇଁ 12 ବର୍ଷ କାଳ ଆଜ୍ଞା 12 ବର୍ଷ କାଳ ଶୋଇନାହାନ୍ତି 12 ବର୍ଷ କାଳ ସ୍ତ୍ରୀ ସଙ୍ଗମ କରିନାହାନ୍ତି। ତେଣୁ କରି ପଣ୍ଡିତ ମଣ୍ଡଳୀ ବିଚାର କରନ୍ତୁ, ଇନ୍ଦ୍ରିୟକୁ ଜିଣିଲେ ଯେହେତୁ ଇନ୍ଦ୍ରିୟ ଜିତ, ଇଏ ଇନ୍ଦ୍ରକୁ ଜିତି ଥବାରୁ ଇନ୍ଦ୍ରଜିତ। ବାଃ, ତେଣୁ ଇନ୍ଦ୍ରିୟ ଜିତ ଲକ୍ଷଣ ମାରିଲେ ଇନ୍ଦ୍ରଜିତକୁ। ଠିକ୍। କଣ ଭୁଲ କହିଲି? ନାଇଁ ଆମର ଆଗକୁ ଯିବ।